ଦେଖିକି ଚାଲ ତଳ ଦେଖିକି ଚାଲିବ ଗଳି ଭିତରେ ଇଏ କଣ ଏଠି କଣ ହେଲା ନା ଯୋଉ ଜଳ ଯୋଗ ମାନେ କଣ ଭୋଗ ତା ସାଙ୍ଗରେ ଚା ଆଜ୍ଞା କେବଳ ନାତୁଣୀ ଖାଇବା ପିଇବାକୁ ଦେଲାନି ଦେଖ ମାଙ୍କଡ ବି ଦେଲା ମତେ ସାଙ୍ଗରେ ଜେଜେ ମାଙ୍କଡ ସବୁ ଅଛନ୍ତି ହେଲା କଣ ନେଇକି ଜେଜେ ନେଇକି ଯିବ ଆଜି ଜେଜେମା ମୁଖିରେ ଆସିଛୁ ପୁରୀ ଗୋଟେ ନାତୁଣୀ ଆମକୁ ଡାକିଥିଲା ତା ଘରକୁ ଆସନ୍ତୁ ଦେଖିବା କଣ ତା ଘରେ ସବୁ ହଉଛି ଚାଲ ଆମେ ଜେଜେମାଙ୍କର ମୋର ଆସି ନାତୁଣୀ ଘର ଦୁଆର ମୁହଁରେ ପହଞ୍ଚିଗଲୁ ତାଙ୍କ ଘର ଦେଖନ୍ତୁ ତାଙ୍କ ଘର ସେ ଆସିବ ଆସିନି ଯେତେବେଳେ ମୁଁ ଫୋନ କରିଛି ସେ ଆସି ପହଞ୍ଚିବ ବର୍ତ୍ତମାନ ଜେଜେମାଙ୍କର ମୋର ଆସିକି ନାତୁଣୀ ଘରେ ପହଞ୍ଚି ଗଲୁ ପୁରୀରେ ଆସିଛୁ ନାତୁଣୀ ଘରକୁ ଆପଣମାନେ ଦେଖିବେ ନାତୁଣୀ ସବୁ କଣ ରୋଷେଇ କରୁଛି କଣ କରୁଛି କଣ ନାହିଁ ବାପା ମା ସମସ୍ତଙ୍କୁ ଆପଣମାନେ ଦେଖିବେ ଆଜି ତାଙ୍କ ଫ୍ୟାମିଲି ଲୋକ ସାଙ୍ଗେ ମିଶିବା ଯେମିତି କଣ ସେ ଜେଜେଙ୍କୁ ଆଜି ଡାକିଛି ଯେହେତୁ ଜେଜେ ଜେଜେମା ଦି ଜଣ ଆଜି ଆସିଛନ୍ତି ଦେଖିବା କଣ ତାଙ୍କ ଘରେ ଆଜି ସେ ମୁଖ୍ୟତଃ ହେଲା ପରିବାର କଣ ବର୍ତ୍ତମାନ ନାତୁଣୀ ଘରେ ପହଞ୍ଚିଗଲୁ ତାକୁ ବର୍ତ୍ତମାନ ମୁଁ ଫୋନ କରିଛି ସେ ବର୍ତ୍ତମାନ ଆସି ପହଞ୍ଚିବ କହିଥିଲେ ତ ଏଇ ଘରଟା ବୋଲି ଏଇ ଘରଟା କହିଥିଲା ସେ ଏଇ ଘରଟା ତାର ଆସି ପହଞ୍ଚିବ ଦେଖ ଫୋନ ମାର ସେ ଆମେ ଆସି ପହଞ୍ଚିଲୁ ବୋଲି କୁହ ହ୍ୟାଲୋ ଆରେ ଆସି ପହଞ୍ଚିଲୁଣି ଆସେ 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 ଆଗରେ ଠିଆ ହେଇଛି ଗେଟ୍ ଆଗରେ ଠିଆ ହେଇଛୁ ଆରେ ଆସିଲା ତ ରେ 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 ଦେଖନ୍ତୁ ବର୍ତ୍ତମାନ ନାତୁଣୀ ଘର ଆଗରେ ନାତୁଣୀ ଫୋନ କଲି ନାତୁଣୀ ଆସି ପହଞ୍ଚିଲା ସେ ବିଶ୍ୱାସ କରିବେନି କାଲିଠୁ ମତେ ଏତେ ଅସ୍ତବ୍ୟସ୍ତ କରୁଛି ମତେ ଜେଜେମାଙ୍କୁ କଣ ରୋଷେଇ କରିବ କେମିତି ରୋଷେଇ କରିବ ଜେଜେମା ତାକୁ କହିଲେ ଜେଜେ ତ ବହୁତ ସାଧା ସିଧା ଖାଆନ୍ତି ତ ଯେତେ ସାଧା ସିଧା ସିଏ ଭାରି ଲାଗିଥାଏ ଅମକ କରିବ ଷ୍ଟାଇଲ ଖାଦ୍ୟ ସବୁ ଜେଜେମା କହିଲେ ତାକୁ ନା 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 ଜେଜେ ଖାଇବେ ପ୍ଲେନ ଖାଦ୍ୟ ଖାଲି ତ ରୋଷେଇ ଦେଖିବା ଆଉ ତୁମ ଘର ଦେଖିବା ବାପା ମାଙ୍କ ସହିତ ମିଶିବା କଥାବାର୍ତ୍ତା ହେବା ଏଇଟା ହେଲା ମୁଖ୍ୟ କାମ ଯିବା ଆପଣ ଦେଖିବେ ମୋ ନାତୁଣୀ ଘରେ କଣ କଣ ହଉଛି ଆଉ ମତେ ବହୁତ ଭଲ ଲାଗିଲା ମୋ ନାତୁଣୀର ବାପାକୁ ଦେଖନ୍ତୁ ଯାହା ହଉ ସେ ଅପେକ୍ଷା କରି ବସିଛନ୍ତି କେତେ ଖୁସି ଗୋଟେ ଜିନିଷ ହଉଛି କଣ ଯୋଉ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ସେଇଟା ମତେ ବହୁତ ଭଲ ଲାଗେ ଆସିଲି ତାଙ୍କ ପାଖରେ ପହଞ୍ଚିଲି ସେ ଯୋଉ ଖୁସି ହଉଛନ୍ତି ସେଇଟା ହଉଛି ମୁଖ୍ୟ ଜିନିଷ ଯିବା ଭିତରକୁ ଆସନ୍ତୁ ନମସ୍କାର ଇଏ ହେଲେ ତାଙ୍କ ମା ଦେଖନ୍ତୁ ଦେଖିନଥିଲି ପ୍ରଥମ ଥର ଆସିଲି ବହୁତ ଖୁସି ଲାଗିଲା ଭିତରେ ଗଲେ କଣ ସବୁ ଗପ ସପ ହବ କଣ କରିକି ଖାଇବାକୁ ବ୍ୟସ୍ତ ହେଇକିରି ସେଇଟା ହେଲା ମୁଖ୍ୟ ଜିନିଷ ସେ ଯାହା ବି କରିଥାଉ ଖାଇବି ଯିବି ମତେ ଏଇ ଗୋଟେ ଖୁସି ପ୍ରତ୍ୟେକ ଘରକୁ ଗଲାବେଳେ ଯାହା ଘରକୁ ମୁଁ ଯାଏ ଯୋଉ ସ୍ନେହ ଶ୍ରଦ୍ଧା ଭଲ ପାଇବା ପାଏ ଆମେ ବର୍ତ୍ତମାନ ଆସି ତାଙ୍କ ଘରେ ବସିଛୁ ମୋ ନାତୁଣୀର ନାଁ ହେଲା ପ୍ରିୟା ଭଲ ପିଲାଟିଏ ସେ ଗୋଟେ ଭଲ ଡ୍ୟାନ୍ସର ଭଲ ପିଲା ହିସାବରେ ଏତେ ସ୍ନେହୀ ଆପଣମାନେ ବିଶ୍ୱାସ କରିବେନି ମାନେ ଗୋଟାଏ ଥର ଆମ ଘରକୁ ଯାଇଥିଲା ସେ ଆମମାନଙ୍କୁ ଏତେ ସ୍ନେହ ଶ୍ରଦ୍ଧା ଦେଇଦେଲା ମାନେ ବିଶ୍ୱାସ କରେନି ଆମେ ତାକୁ ଭୁଲି ପାରୁନୁ ବହୁତ ବଢିଆ ପିଲା ଆଜ୍ଞା ଗୋଟେ ଜିନିଷ ଯେ ଆପଣ ଯଦି ଭଲ ପାଇବା ଦେବେ ନିଶ୍ଚିତ ଭଲ ପାଇବା ପାଇବେ ତେଣୁ ସବୁ ଜିନିଷ ଆପଣଙ୍କ ଉପରେ ନିର୍ଭର କରେ ବାପା ମା କେତେ ଖୁସି ବାପା ଏତେ ଭଦ୍ର ଲୋକ ମୁଁ ଶୁଣିଥିଲି ସେଇଦିନ ଯୋଉଦିନ ସେ ଆମ ଘରକୁ ଯାଇଥିଲା ସେଇଦିନ ତାଙ୍କ ମାଙ୍କ ସାଙ୍ଗରେ ସେ ଗପିଥିଲା ଜେଜେମା ତୁମର ଗପିଥିଲେ ଜେଜେମା କହିଲେ ତାଙ୍କ ମା ବହୁତ ସିମ୍ପଲ ଲାଗୁଛନ୍ତି ପ୍ରକୃତରେ ମୁଁ ଦେଖିକି ଜାଣିଲି ତାଙ୍କ ମା ବହୁତ ସିମ୍ପଲ ଲାଗୁଛନ୍ତି ଜୀବନରେ କଣ ଅଛି ଆଜ୍ଞା ଜୀବନରେ କିଛି ନାହିଁ ଏଇ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ଟିକକ ହେଲା ମୂଳ ମନ୍ତ୍ର ଆପଣମାନେ ସମସ୍ତଙ୍କୁ ଦିଅନ୍ତୁ ନିଶ୍ଚିତ ଦେଖିବେ ଭଗବାନ ଖୁସି ହେବେ ଆପଣ ଆଜି ଆମ ଘରେ ପହଞ୍ଚିଛନ୍ତି ଆପଣ ଏତେ ବଡ ମହାନ କଳାକାର ଆପଣଙ୍କର ପାଦ ଏ ଘର ଭିତରେ ପଡିଛି ନା ଆଜ୍ଞା ନା ଆକ୍ଚୁଆଲି ମୁଁ ବହୁତ ଖୁସି ଏଇଥିପାଇଁ ଯେ ବେସିକାଲି ଆମେ ଗୋଟେ କଳାକାର ପରିବାର ଆଚ୍ଛା ଆଚ୍ଛା ମୁଁ ମଧ୍ୟ କଳା ଭିତରେ ରହିଛି ମୋ ଝିଅ ମଧ୍ୟ କଳା ଭିତରେ ରହିଛି ମୁଁ ନାଟକ କରେ ସଙ୍ଗୀତ କରେ ନୃତ୍ୟ ଇତ୍ୟାଦି ଭିତରେ ମଧ୍ୟ ରୁହେ କିନ୍ତୁ ପିଲାଟିକି ମୋର ଗଢିବା ପାଇଁ ମୁଁ ପିଲାଦିନୁ ତାର ପାଠ ସହିତ ଡ୍ୟାନ୍ସ ଇତ୍ୟାଦି ସବୁ ଜିନିଷ ଖଞ୍ଜିଛି ମୋ ଡ୍ରାମାରେ ସେ ଅନେକ ଡ୍ରାମାରେ ରୋଲ ମଧ୍ୟ ବି କରିଛି ଆପଣ ବିଶ୍ୱାସ କରିବେନି ତାଙ୍କ ବାପା ମଧ୍ୟ ଜଣେ ମାନେ ଗୋଟେ କଳାକାର ଫ୍ୟାମିଲି ଝିଅ ମଧ୍ୟ ଝିଅ ଆଚ୍ଛା ଆଚ୍ଛା ଦେଖନ୍ତୁ ଆଜ୍ଞା ମୁଁ ଦେଖଉଛି ଫଟୋ ତାଙ୍କ ବାପା ଜଣେ କଳାକାର ସେ ଯୋଉ ଆକ୍ଟିଂ କରିଥିଲେ ତାଙ୍କ ବାପାଙ୍କୁ ଦେଖନ୍ତୁ ଆପଣ ମୁଁ ଦେଖଉଛି କେତେ ସୁନ୍ଦର ଆକ୍ଟିଂ କରିଥିଲେ ଦେଖୁଛନ୍ତି ତ ତେଣୁ ଗୋଟେ ଜିନିଷ କଣ ହଉଛି ଗୋଟେ ଭାରି ଖୁସି କଥା ଗୋଟେ କଳାକାର ପରିବାର ଯୋଉଟା କି ମୁଁ ଜାଣିନଥିଲି ଆଜି ସବୁ ଶୁଣିଲି ତାଙ୍କଠୁ ବାପାଙ୍କଠୁ ଶୁଣିଲି ମତେ ବହୁତ ଭଲ ଲାଗିଲା ଆଜି
ଠିକ କଲି ନାହିଁ ତା ଘରକୁ ଆମେ ଯିବୁ 2 ଜଣ ଯାକ ବୁଲିକି ଆସିବୁ। ସେଇଟା ଗୋଟେ ଖୁସି ଲାଗେ। ଦେଖନ୍ତୁ ଆଜ୍ଞା ମୁଁ ଯୋଉ କହୁଥିଲି ବାପା ଜଣେ ଭଲ କଳାକାର, ଭଲ ଆର୍ଟିଷ୍ଟ। ଆପଣମାନେ ବିଶ୍ୱାସ କଲେନି, ଦେଖନ୍ତୁ ତାଙ୍କ ବାପା କେତେ ଆୱାର୍ଡ ପାଇଛନ୍ତି। ଦେଖେଇ ଦଉଛି ପୁରୀରେ ରହନ୍ତି କେତେ ଆୱାର୍ଡ, ମତେ ବି ଟପି ଯାଇଛନ୍ତି ବହୁତ ଆୱାର୍ଡ, ଏତେ ଆୱାର୍ଡ ପାଇଛନ୍ତି। ଦେଖ ପ୍ରକୃତରେ କହିବାକୁ ଗଲେ ଏଇ ସବୁ ଜିନିଷ ଦେଖିଲେ ହିଁ ଖୁସି ଲାଗେ। ଯାହା ହଉ ମୁଁ ଆଜି ବହୁତ ଖୁସି ହେଇଗଲି ତାଙ୍କର ଆୱାର୍ଡ ଦେଖିକିରି। ଯୋଉ ପରିଶ୍ରମର ଫଳ ଏଇଠୁ ତାଙ୍କୁ ମିଳିଥାଏ। ତାଙ୍କ ଖୁସି କହିବାକୁ ଗଲେ ତାରି ଭିତରେ ବାନ୍ଧି ହେଇ ରହିଛି। ଯାହା ହଉ ମୁଁ ଆଜି ବହୁତ ଖୁସି ଆଜ୍ଞା। ମୁଁ ତାକୁ ରଖିକିରି ଶୋଇଛି ଆଜ୍ଞା, ମୋ ମୁଣ୍ଡ ଉପରେ ତାକୁ ରଖିକି ଶୋଇଛି। ଦେଖନ୍ତୁ ଆଜ୍ଞା ଆକ୍ଚୁଆଲି କଳାକାର ଯୋଉମାନେ ସେମାନେ ଟିକେ ଖୋଜନ୍ତି ମାନେ ଯୋଉ ତାଳି, ଦର୍ଶକ ତାଳି। ଆଜିକାଲି ତ କିଛି ନାହିଁ, କାରଣ ତାଳି ଦରକାର। ଆଉ ଏ ସମ୍ମାନଟା ହେଲା ତାଙ୍କର ସ୍ମୃତି ରହିଯିବ ଯେ ଗୋଟେ ମୁଁ କଳାକାର ଥିଲି, ଏୟା କରିଥିଲି, ସେଟା ଗୋଟେ ତାଙ୍କର ସ୍ମୃତି। ହଁ ସେଇଟା ସତ। ଦେଖିଲେ ସବୁବେଳେ ଖୁସି ଲାଗିବ। ଆଉ ଭାରି ଖୁସି ଲାଗିଲା। ଯାହା ହଉ ତାଙ୍କ ବାପା ଜଣେ କଳାକାର, ସେଟା ବହୁତ ଖୁସି ଲାଗିଲା। ବର୍ତ୍ତମାନ ଦେଖନ୍ତୁ ସେ ରୋଷେଇ ବାସରେ ବ୍ୟସ୍ତ ରହି ରୋଷେଇ ସାରି ସାରିଲାଣି। ସକାଳୁ ଉଠିକି ତାର ସେ ରୋଷେଇ ବାସ କରି ପକେଇଛି ନା କଣ ଜେଜେମା? କଣ କରିଛ ସବୁ ଆଜି ଆଇଟମ କଣ ବନେଇଛ? ଖାଇଲା ବେଳକୁ ଦେଖିବା ଆଉ କଣ। ଖାଇଲା ବେଳକୁ ଆମେ କହିବା ଅଳ୍ପ ଅଳ୍ପ ଭାତ ଏକଦମ କମ କମ, ମୁଁ ବହୁତ କମ ଖାଏ। ଯାହା ହଉ ସେ ପିଲାଟି ହଇରାଣ ହେଇକି ସକାଳୁ ଆଉ ଯେତିକି କାମ କରିଛି ସେଇଟା ହିଁ ଖୁସି ଲାଗୁଛି। ତମକୁ ସେତିକି ସେ ଭଲ ପାଉଛି ବୋଲି କରିଛି ସବୁ। 2 ଜଣଙ୍କୁ ସେ ଭଲ ପାଉଛି। ତେଣୁ କଣ ଖାଇବେ ଜେଜେ ଜେଜେମା, କଣ ସବୁ ଆଇଟମ ବନିଛି ଦେଖିବ ଖାଇଲା ବେଳେ। ଦେଖନ୍ତୁ ସେ ମୋ ନାତୁଣୀ ଗୋଟେ ଭଲ ଓଡିଶୀ ଡ୍ୟାନ୍ସର, ତ ତାର ଫଟୋ ଗୁଡ଼ିକ ଦେଖନ୍ତୁ। ଭଲ ନାଚେ, ଭଲ ଓଡିଶୀ ଡ୍ୟାନ୍ସର, ବହୁତ ମତେ ଆୱାର୍ଡ ପାଇଛି। ଏଟା ଖୁସି କଥା ଗୋଟିଏ। ବର୍ତ୍ତମାନ ଆମେ ଖାଇ ବସିଲୁ। ନାତୁଣୀ ଯୋଉ କଣ ଖାଇବାକୁ କରିଛି ମୁଁ ଆପଣମାନଙ୍କୁ କହୁଛି। ଭାତଟି କରିଛି, ସେ କହୁଟା ବିଭିନ୍ନ ପ୍ରକାର ଆଇଟମ କରିବାକୁ ମୁଁ ମନା କଲି। ଯେତେ ପ୍ଲେନ ଖାଇବା କରିବି ମତେ ଭଲ ଲାଗିବ। ବଢିଆ ଚାଉଳଟେ କରିଛି କି ମହମହ ହେଇ ବାସୁଛି, ମାନେ ଯୋଉ ବାସୁମତୀ ଚାଉଳରେ ଭାତ କରିଛି। ତା ଛଡା ଚିଙ୍ଗୁଡି ତରକାରୀ କରିଛି, ମାଛ ତରକାରୀ କରିଛି, ଭଜାଟାଇ କରିଛି। ଏତେ ଆଇଟମ ବି କଲାଣି। ପୁଣି କହୁଛି ଯେ କମ ଆଇଟମ ହେଇଯିବ ଆମକ, ତାର ଟିକେ ଷ୍ଟାଇଲ ଖାଦ୍ୟ କରିବାକୁ ଷ୍ଟାଇଲ। ମୁଁ କହିଲି ନାଇଁ ନାଇଁ ମତେ ଷ୍ଟାଇଲ ଭଲ ଲାଗେନି। ତୁ ଯେତେ ସିମ୍ପଲ କରିବୁ ମତେ ସେତେ ଭଲ ଲାଗିବ, ଖାଇବାକୁ ଇଚ୍ଛା ହବ। ତେଣୁ ସେ ଯାହା କରିଛି, କଣ କରିଛି, ମୁଁ ଖାଇକିରି ଆପଣମାନଙ୍କୁ କହିବି କେମିତି କଣ କରିଛି। ମୁଁ ବର୍ତ୍ତମାନ ଖାଇବା ଷ୍ଟାର୍ଟ କରି, ବାପା ମଧ୍ୟ ବସିଛନ୍ତି, ମୁଁ ବସିଛି, ଜେଜେମା ହେରିକା ପଛରେ ଖାଇବେ। କଣ କେମିତି କରିଛି ମୁଁ ଆପଣମାନଙ୍କୁ ଜଣେଇବି। ଆପଣମାନେ ଦେଖନ୍ତୁ ସେ କଣ ସବୁ ଖାଇବାକୁ କରିଛି। ବଢିଆ ବାସ୍ନା ଚାଉଳ, ମାନେ ବାସୁମତୀ ଚାଉଳ ଟିକେ କରିଛି। ମୁଁ ଡାଲି କରିବାକୁ ତାକୁ ମନା କରିଥିଲି, ଆମର ଝୋଳ ଅଛି, ଦରକାର ନାହିଁ କିଛି ଡାଲି କରିବା। ବଢିଆ କରିଛି, ଭାବୁଛି ଭଲ କରିଛ, ତରକାରୀଟା ଭଲ ଦେଖାଯାଉଛି। ମାଛ ତରକାରୀ ଖାଇଲି ଭଲ ଲାଗିଲା, ଝୋଳ ଖାଇଦେଲି ଭଲ ଲାଗିଲା। ବର୍ତ୍ତମାନ ମାଛ ତରକାରୀ ଖାଇଲି, ମାଛ ତରକାରୀ ବହୁତ ବଢିଆ କରିଛି, ମାଛଟି ଭଲ ହେଇଥିଲା। ଚିଙ୍ଗୁଡି ତରକାରୀ ଖାଉଛି, ଦେଖିବା କେମିତି କଣ କରିଛି। ଆପଣ ଜାଣିଛନ୍ତି ମୁଁ ଟିକେ ହାପୁଡେ, ମୁଁ ସତ କଥା କହୁଛି, ଏ ଚିଙ୍ଗୁଡି ତରକାରୀର ସ୍ୱାଦ ବହୁତ ବଢିଆ କରିଛି। ମାନେ ଏତେ ସୁନ୍ଦର କରିଛି ଆପଣ ବିଶ୍ୱାସ କରିବେନି। ବହୁତ ସୁନ୍ଦର ଚିଙ୍ଗୁଡି ତରକାରୀ ଟିକେ କରିଛି। ମତେ ଭାରି ଖୁସି ଲାଗିଲା, ଯାହା ହଉ ଚିଙ୍ଗୁଡି ତରକାରୀର ସ୍ୱାଦ ସେ ବଢିଆ କରିପାରିଛି। ଆଉ ଯୋଉ ଚାଉଳ କରିଛି ବାସୁମତୀ ଚାଉଳ, ତାର ବାସ୍ନା ମଧ୍ୟ ବହୁତ ବଢିଆ ଅଛି। ପୁରୀ ଲୋକ ସେମାନେ ଜାଣିଛନ୍ତି ଖାଇବାର ଷ୍ଟାଇଲ। ପୁରୀରେ ମଧ୍ୟ ଭଲ ଭଲ ଖାଇବା ମଧ୍ୟ ହୁଏ। ପୁରୀରେ ତ ଆପଣଙ୍କର ମିଠା, ବହୁତ ପ୍ରକାର ମିଠା, ଆପଣ ମିଠା ଖୋଜିବେ ମାନେ ପୁରୀ କହିବାକୁ ଗଲେ ମିଠା ବଢିଆ ମିଳିବ। କ୍ଷୀର ଜାତୀୟ ଜିନିଷଟା ବେଶୀ ମିଳିବ ନାଇଁ କି? କିନ୍ତୁ ପୁରୀରେ ବି ବହୁତ କ୍ଷୀର ଜାତୀୟ ଜିନିଷ ବହୁତ ଅଛି, ମତେ ଭଲ ଲାଗିଲା। ତେଣୁକରି ବର୍ତ୍ତମାନ ଭଜାଟା ମୁଁ ଖାଇ, ଯୋଉ ଶାଗ କରିଛି, ଶାଗ ଏଇଟା ଭଜା ନୁହେଁ, ଶାଗ। ଏଥିରେ ସେ ମଟର ପକେଇ କରିଛି। ଟୋଟାଲ ଉପରେ ମୁଁ କହିବାକୁ ଗଲେ ଚିଙ୍ଗୁଡି ତରକାରୀ ଭଲ ହେଇଛି, ମାଛ ତରକାରୀ ବଢିଆ ହେଇଛି, ଆଉ ଶାଗଟା ଯୋଉ କରିଛି ବହୁତ ବଢିଆ କରିଛି। ଝୋଳଟାକୁ ମୁଁ ହାପୁଡିକିରି ବର୍ତ୍ତମାନ ଆପଣ ମାନଙ୍କୁ କହୁଛି କଣ କରିଛି, ଆପଣ ମାନେ ଜାଣିବା ବି ଦରକାର। ମୋର ହାପୁଡିଆଟା ହେଲା ମୁଖ୍ୟ। ପିଆଜ ଛଣ୍ଡା ବି ପକେଇଛି ତରକାରୀରେ। ଓ ଫାର୍ଷ୍ଟ କ୍ଲାସ, ଏତେ ସୁନ୍ଦର କରିଛି ଆପଣମାନେ ବିଶ୍ୱାସ କରିପାରିବେ। ଚିଙ୍ଗୁଡି ମାଛ ତ କରିଛି, ଯୋଉ ମାଛଟି କରିଛି ଏଇଟା ଖଇଙ୍ଗା ମାଛ। ଖଇଙ୍ଗା ମାଛଟା ବହୁତ ବଢିଆ ମାଛ। ତାକୁ ମାନେ ବେସର କରନ୍ତୁ ବା ତରକାରୀ କରନ୍ତୁ କି ଭାଜିକିରି ଖାଆନ୍ତୁ, ଖଇଙ୍ଗା ମାଛ ସ୍ୱାଦ
ବହୁତ ବଢ଼ିଆ ତରକାରୀ କରିଛି ଚିଙ୍ଗୁଡ଼ି ତରକାରୀ ବଢ଼ିଆ ହେଇଛି ମାଛ ଯେଉଁ କରିଛି ଖଳଙ୍ଗା ମାଛର ବେସର ବହୁତ ବଢ଼ିଆ ହେଇଛି ଯାହା ମନ ଦେଇକି ରୋଷେଇ କରିଛି ଯଦି ଆପଣ ମନ ଦେବେ ରୋଷେଇ କରିବାରେ ନିଶ୍ଚିତ ରୋଷେଇ ଭଲ ହେବ। ମୁଁ ଖାଇସାରିଲି ଜେଜେମା ତୁମମାନଙ୍କର ଖାଇ ବସିଲେ ଦେଖନ୍ତୁ ସିଏ ଚିଙ୍ଗୁଡ଼ି ଖାଇବେନି ତ ତେଣୁ ଚିଙ୍ଗୁଡ଼ିକି ଛାଡ଼ିକିରି ଅନ୍ୟାନ୍ୟ ଆଇଟମ୍ ମଧ୍ୟ ଖାଉଛନ୍ତି କ'ଣ ଜେଜେମା ଖାଉଛୁ ଏପଟେ ଦେଖନ୍ତୁ ପ୍ରିୟା ଆମର ବସିଛି ଆଉ ଏପଟେ ମା ବସିଛନ୍ତି ସେ ଆମ ଖିଆ ସରିଲା ପରେ ଏମାନଙ୍କର ଖିଆ ଷ୍ଟାର୍ଟ ହେଲା ହଁ ଟିକେ ଆଣ୍ଠୁ ଲାଗି ତୁମର ତଳେ ବସି ପାରିଲାନି ହେଇ ଛାଡେ କ'ଣ ଦେଖୁଛୁ ବସିକି ଦେଖନ୍ତୁ ମା ବସିଛନ୍ତି ଇଏ ବସି ସିଏ ମଧ୍ୟ ଖାଇ ବସିଛନ୍ତି ଯାହା ହଉ ଏ ଗୋଟେ ଖୁସି ସମସ୍ତେ ଏକାଠି ବସି ଖାଉଛନ୍ତି ଆମେ ତାଙ୍କ ବାପାଙ୍କର ମୋର ଖାଇସାରିଲା ପରେ ଏଇଟା ଭଲ ଲାଗୁଛି ନା କ'ଣ ଜେଜେମା ଖା 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 ଆଜ୍ଞା କେବଳ ନାତୁଣୀ ଖାଇବା ପିଇବାକୁ ଦେଲାନି ଦେଖ ମାଙ୍କଡ ବି ଦେଲା ମତେ ସାଙ୍ଗରେ ଜେଜେ ମାଙ୍କଡ ସବୁ ଅଛନ୍ତି ନେଇକି ଯିବ ଦେଖନ୍ତୁ ଦେଖନ୍ତୁ ମତେ ମାଙ୍କଡ ଦେଲା କଣ ନେଇକି ଜେଜେ ନେଇକି ଯିବ ଖାଲି ଦେଖନ୍ତୁ କେତେ ମାଙ୍କଡ ବୋପା ମା ଯେ ଯୋଉ ନାତୁଣୀ କଣ କଲା ଜେଜେ ଖାଦ୍ୟ ହଜମ ହେବା ପାଇଁ ଦେଇଯିବା ଏ ଦେଖନ୍ତୁ ମାନେ ଖାଇବା ହଜମ କରିବା ତାପରେ ଯାଇ ଯିବ ପୁଣି ଆଉଥରେ ଖାଇବ ପୁଣି ଆଉଥରେ ଖାଇବ ସନ୍ଧ୍ୟାବେଳେ ବାହାରିଲୁ ଜେଜେମା ମୁଁ ଆଉ ନାତୁଣୀକିରି ପୁରୀ ବଡ଼ଦାଣ୍ଡ ସେଠି ଜଗନ୍ନାଥ ମନ୍ଦିର ପାଖକୁ ଯିବୁ ଗଳି ରାସ୍ତାରେ ଗଲାବେଳକୁ ଏଠି ଗୋଟେ ପୁରୁଣା ଘର ଦେଖିଲୁ ଯେଉଁଠିକି କେହି ରହୁନାହାନ୍ତି ଏ ଘରେ କିନ୍ତୁ ଏଇ ଯେଉଁ ଡିଜାଇନ୍ ବହୁତ ବଢ଼ିଆ ଲାଗିଲା ମୋତେ ଦେଖନ୍ତୁ ଗଛ ସବୁ ଉଠିଗଲାଣି ଘର ତ କେହି ରହୁନାହାନ୍ତି ପୁରୁଣା କାଳିଆ ଘର ବରଗଛ ଓସ୍ତ ଗଛ ଓହଳ ବାହାରି ପଡ଼ିଲାଣି କିନ୍ତୁ ଏ ଘର ବହୁତ ବଢ଼ିଆ ଲାଗେ ଦେଖିବାକୁ ଯାହା ହଉ ବର୍ତ୍ତମାନ ବାହାରିଲୁ ଯାଉଛୁ ଗଳି ରାସ୍ତା ଭିତରେ ପଶି ଚାଲି ଆମେ ଯାଇକିରି ବଡ଼ଦାଣ୍ଡରେ ପହଞ୍ଚିଗଲୁ ବଡ଼ଦାଣ୍ଡରେ ପହଞ୍ଚିକିରି ବଡ଼ଦାଣ୍ଡରେ ଟୋପିଟା କାହିଁ ପିନ୍ଧିଥିଲି ବାହାର କରିଥିଲି କି ଥଣ୍ଡା ପ୍ରବଳ ହେଉଛି ତେଣୁ ଟୋପି ପିନ୍ଧିକି ତା ଭିତରେ କାକର ପଡ଼ିବ ବୋଲି ମୁଣ୍ଡରେ ମାନେ ଟୋପି ପିନ୍ଧିକି ବୁଲୁଥିଲି ଯାହା ଯେମିତି ହବ ବର୍ତ୍ତମାନ ବଡ଼ଦାଣ୍ଡରେ ସତ କଥା କହୁଛି ଆପଣ ସନ୍ଧ୍ୟାବେଳେ ବଡ଼ଦାଣ୍ଡରେ ବୁଲିବେ ତାର ଯେଉଁ ମଜା ନା ବହୁତ ବଢ଼ିଆ ଲାଗିବ ଆଜି ସିନା ମୁଁ ଖିଆପିଆ କରିଦେଇଛି ବାଟରେ ସବୁ ଲୋକ ଦେଖା ହେଉଥାନ୍ତି ଭାରି ଖୁସି ହେଉଥାନ୍ତି ମୋତେ ବି ଦେଖନ୍ତୁ ଜଗନ୍ନାଥ ମନ୍ଦିର ଦେଖାଯାଉଛି ଭାରି ଖୁସି ଲାଗୁଥାଏ ପୁରୀ ବଡ଼ଦାଣ୍ଡରେ ଆପଣ ବୁଲିବେ ପଛପଟେ ଦେଖନ୍ତୁ ଜଗନ୍ନାଥ ମନ୍ଦିର କେଡ଼େ ବଢ଼ିଆ ଲାଗୁଛି ନୀଳକନ୍ଦର ବହୁତ ସୁନ୍ଦର ଲାଗୁଛି ଏକଦମ ସତ କଥା କହୁଛି ଆପଣମାନେ ସନ୍ଧ୍ୟାବେଳେ ବଡ଼ଦାଣ୍ଡରେ ଟିକେ ମସଲା ମୁଢ଼ି ଖାଇକି ଯଦି ବୁଲିବେ ନା ଆହୁରି ବଢ଼ିଆ ଲାଗିବ ତାପରେ ମନ୍ଦିର ପାଖରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କରି ଆମେ ଘରକୁ ଫେରିଲୁ ସେଠି ଆମର ଜଣେ ମା ଦେଖା ହେଇଗଲେ ସେ ମାଆଙ୍କ ପାଖରୁ ମୁଁ ଆଶୀର୍ବାଦ ନେଲି ସେ ମାଆଙ୍କ ପାଖରୁ ଆଶୀର୍ବାଦ ନେବା ବହୁତ ବଡ଼ କଥା ଯାହା ହଉ ସେ ମା ମୋତେ ବହୁତ ଖୁସିରେ ମୋତେ ଆଶୀର୍ବାଦ ଦେଲେ ମୁଁ ମଧ୍ୟ ଖୁସିରେ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲି ତାପରେ ଆମେ ଫେରିଲା ବେଳକୁ ବାଟରେ ଟିକେ ରାବିଡ଼ି ଖାଇଦେଲି ପୁରୀ ଆସିଛି ଯେତେବେଳେ ରାବିଡ଼ି ଟିକେ ନ ଖାଇଲେ ଭଲ ଲାଗିବନି ପୁରୀରେ ରାବିଡ଼ି ସର ତାକୁ ଖାଇବ ତାର ମଜା ବହୁତ ବଢ଼ିଆ ଗଳି ଭିତରେ ଏଠି କଣ ସବୁ ପଡିଛି ଦେଖୁନ ପଡି ଯାଉଛି ତମେ ଦେଖିକି ଚାଲ ଇଏ କଣ ଚାଲୁଛ ଆରେ ଏମିତି କଣ ଚାଲୁଛ କହିଲ ବା ତଳ ଦେଖି ଚାଲିବାକୁ ଏମିତି ଜାଣିବି କେମିତି କଣ ପଡୁଛି ଚାଲ ଏମିତି ଚାଲନ୍ତି ମୋର କଣ ଭୁଲ ମୁଁ ତ ଯାଇଛି ବୁଝିଲେ ତାଙ୍କ ସାଙ୍ଗରେ ଯାଇଛି ଖାଲି ସବୁ ଯେ ଆପଣଙ୍କ ଝିଅ ପ୍ରିୟା କୋଉଠି ଫଟୋ ଉଠେଇବ କୋଉଠି ଭିଡିଓ କରିବ ତମର କିଛି ଭୁଲ ନାହିଁ ତମେ ବା ସେଠି ବାଟରେ ଅଟକିଲ ଖାଇବ ବୋଲି ଆରେ ମୁଁ ଭୋକରେ ଟିକେ ଖାଇବା 2 ମିନିଟ୍ ମୋ ଭିଡିଓ କଲା ମୋର କିଛି ଦୋଷ ନାହିଁ ତାପରେ ତମକୁ ସବୁ ନାତି ନାତୁଣୀ ଘେରି ଗଲେ ଫଟୋ ଉଠେଇବେ ତମର ସବୁ ଦୋଷ ଆଉ କାହାର ନୁହଁ ତମରି ଦୋଷ
ତାକୁ ଅଯଥା ଖାଲି ତାକୁ ଦୋଷ ଦେଇ ଦଉଛନ୍ତି। ତାହେଲେ ମୋ ଦୋଷ। ବର୍ତ୍ତମାନ ଆମେ ଯିବାକୁ ବାହାରିଲୁ ବଡ଼ଦାଣ୍ଡରେ ଠାକୁରଙ୍କୁ ଦର୍ଶନ କଲୁ, ତା ଭିତରୁ ତ ଯାଇନୁ, ପତିତପାବନକୁ ଦର୍ଶନ କଲୁ, ବୁଲାବୁଲି କରୁ, ଫଟୋ ଇଏ ଖାଲି ଉଠେଇଲା, ସବୁ ଡେରି କଲେ। ଶେଷକୁ ଆସିକିରି ଏଠି କଣ ହେଲା ନା ଯୋଉ ଜଳ ଯୋଗ ମାନେ କଣ, ଭୋଗ ତା ସାଙ୍ଗରେ ଚା ଆଉ ଯୋଉ ଏଇଟା ଅଛି ଆମର ଇଏ ମିଷ୍ଟାନ୍ନ, ତେଣୁ ଇଏ ପାଣିପାଗର ଯୋଗ। ଯାହା ହଉ ଆସିଲି, ମତେ ବହୁତ ଖୁସି ଲାଗିଲା, ଆଉ ତାଙ୍କ ସମସ୍ତଙ୍କ ସାଙ୍ଗେ ମିଶିଲି, ବହୁତ ମୋ ମନ ବହୁତ ଖୁସି। ପ୍ରିୟାର ବ୍ୟବହାର ଯେମିତି, ତାଙ୍କ ବାପାଙ୍କ ବ୍ୟବହାର ତାଠୁ ଆହୁରି ଭଲ, ବହୁତ ଖୁସି ଲାଗିଲା। ଖାଇବା ବହୁତ ବଢିଆ କରିଥିଲା। ଯାହା ହଉ ଏହିପରି ଭଲ ପାଇବା ସଦାବେଳେ ରହିଥାଉ, ଏମିତି ସ୍ନେହ ଶ୍ରଦ୍ଧା ଭଲ ପାଇବା ସମସ୍ତଙ୍କ ଭିତରେ ରହିବାଟା ନିହାତି ଆବଶ୍ୟକ ନା କଣ? ନିଶ୍ଚୟ। ଯାହା ହଉ ଆସିଲି, ବହୁତ ଖୁସି ଲାଗିଲା ଆଜ୍ଞା। ଆସିଲୁ ମାନେ ଯିବୁ ତ ନିଶ୍ଚୟ। ବହୁତ ସମୟ ରହିଲି, ଆପଣମାନଙ୍କ ଘରେ କଟେଇଲି। ଏଇ ଯୋଉ ସ୍ନେହ ଶ୍ରଦ୍ଧା ଭଲ ପାଇବା ମୁଁ ସବୁବେଳେ କହିଛି ସମସ୍ତଙ୍କ ଭିତରେ ରଖନ୍ତୁ, ଦେଖିବେ ନିଶ୍ଚିତ ଭଗବାନ ଖୁସି ହେବେ। ମୁଁ ସବୁଆଡ଼େ ଯାଉଛି, ଚାରିଆଡ଼େ ବୁଲୁଛି, ସବୁ କଥା ଦେଖୁଛି, କିନ୍ତୁ ପ୍ରକୃତରେ ମୋତେ ଆପଣମାନେ ଯେଉଁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇଛନ୍ତି ମୁଁ ଜୀବନରେ ଭୁଲି ପାରିବି ନାହିଁ। ଜଗତର ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ସମସ୍ତେ ଆନନ୍ଦରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆଜି ଆସିକିରି କେମିତି କ'ଣ ଲାଗିଲା, ମୋତେ ତ ଭଲ ଲାଗିଲା ବୋଲି ମୁଁ କହିବି, କିନ୍ତୁ ଜେଜେମାଙ୍କୁ କେମିତି ଲାଗିଲା ଜେଜେମା କୁହନ୍ତୁ? ଜେଜେମାଙ୍କୁ ବହୁତ ଭଲ ଲାଗିଲା। ପ୍ରିୟା ସାଙ୍ଗରେ ତ ମିଶିଥିଲି, କିନ୍ତୁ ବାପା ମାଙ୍କ ସାଙ୍ଗେ ମିଶି ନଥିଲି। ଆଉ ବାପା ମା ବହୁତ ଭଲ, ଆଉ ପ୍ରିୟାଠୁ ଶୁଣିଥିଲି ବାପା ମାଙ୍କ କଥା, ଜାଣିନଥିଲି। ଆଜି ମିଶିକି ବହୁତ ଭଲ ଲାଗିଲା। ନାଇଁ ସତ କଥା, କିନ୍ତୁ ପ୍ରିୟାଙ୍କ ବାପା ମା ବହୁତ ଭଲ। ପ୍ରିୟା ତ ଭଲ, ବହୁତ ଭଲ, ଭଲ ବିଲି ତ ମୁଁ ଆସିଲି, ସିଏ ସେତିକି ଭଲ ବିଲି ତ ମୁଁ ଆସିଲି। ତାଙ୍କ ବାପା ତାଙ୍କ ମା ସତରେ ବହୁତ ସୁନ୍ଦର, ବହୁତ ବଢ଼ିଆ ଲୋକ ସେମାନେ, ଆଉ ସେମାନଙ୍କର ଯେଉଁ ବ୍ୟବହାର ବହୁତ ଖୁସି ଲାଗିଲା। ଆପଣମାନେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ମୁଁ ସେତିକି ଚାହୁଁଛି। ଆଜ୍ଞା ଆସିଲି, ଆଜ୍ଞା ଯାହା ଭଲ ଲାଗିଲା ଆସିକିରି, ଏମିତି ଭଲ ପାଇବା ରହିଥାଉ। ସମ୍ପର୍କଟା ହେଲା ବଡ଼ ଜିନିଷ ଆଜ୍ଞା। ସମ୍ପର୍କ ଭଗବାନ ଯୋଡ଼ନ୍ତି, କେହି ସମ୍ପର୍କ ନଥାନ୍ତି, ସମ୍ପର୍କ ଭଗବାନ ଯୋଡ଼ନ୍ତି, ସମ୍ପର୍କ ଭାଙ୍ଗନ୍ତି ଏଇ ମଣିଷମାନେ। ନା ଆସନ୍ତୁ ସମ୍ପର୍କ ଯୋଡ଼ିବା, ଭାଙ୍ଗିବାନି, ଯାହା ଭଗବାନ ଦେଇଛନ୍ତି ତାକୁ ହିଁ ରଖିବା। ଆଶୀର୍ବାଦ କରୁଛି, ବହୁତ ଖୁସିରେ ରହ ଆଜ୍ଞା। ଏମିତି ସମ୍ପର୍କ ଭଗବାନ କରନ୍ତୁ ଭଲ ଥାଉ।